ଆପଣ ବି ଦେଖୁଛନ୍ତି ବିଜେଡି ଦଳରେ ବିଜେଡି ବିଧାୟକ ମାନେ ତାଙ୍କର ହୁଇପ୍ ବି ମାନୁନାହାନ୍ତି ଆଉ ଯାଉନାହାନ୍ତି। ଏଥିରୁ ସ୍ପଷ୍ଟ ହେଇଗଲାଣି ଯେ ନବୀନ ବାବୁ ନର୍ଭସ୍ ହେଇ ଷ୍ଟେଟମେଣ୍ଟ ମଧ୍ୟ ଦେଲେଣି। ମୁଁ ଫାଷ୍ଟ ଡେରୁ କହିଛି ଯେ ବିଜେପିର ପ୍ରାର୍ଥୀ 2 ଜଣ ଜିତୁଛନ୍ତି ଆଉ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଜିତୁଛନ୍ତି। ଆଉ ବି ଆଗରୁ କହିଛି ଯେ ବିଜେଡି ଏ ରାଜ୍ୟସଭା ଇଲେକ୍ସନ୍ ପରେ ମଧ୍ୟ ବିଜେଡି ପାର୍ଟି ଖଣ୍ଡ ଖଣ୍ଡ ହେଇଯିବ। ଯେ ଫାଷ୍ଟ ଯେବେ କହିଛି ସେହି ଷ୍ଟ୍ରିକ୍ଟଲି ଅଛି। ଆପଣ ବି ଦେଖୁଛନ୍ତି ବିଜେଡି ଦଳରେ ବିଜେଡି ବିଧାୟକ ମାନେ ତାଙ୍କର ହୁଇପ୍ ବି ମାନୁନାହାନ୍ତି ଆଉ ଯାଉନାହାନ୍ତି। ଏଥିରୁ ସ୍ପଷ୍ଟ ହେଇଗଲାଣି ଯେ ନବୀନ ବାବୁ ନର୍ଭସ୍ ହେଇ ଷ୍ଟେଟମେଣ୍ଟ ମଧ୍ୟ ଦେଲେଣି। ତ ଆପଣ ମାନେ ଏଠି ଏକାଠି ହେଇଛନ୍ତି, ବିଜେଡି କହୁଛି କଂଗ୍ରେସ କହୁଛି ଯେ କ୍ରସ୍ ଭୋଟିଂ ହୁଏ, ଆପଣଙ୍କୁ ମଧ୍ୟ ନା ଆପଣ ଦେଖନ୍ତୁ ଆମେ ସବୁ ଦଳ ସମସ୍ତେ ରାଜନୀତି ପଲିଟିକାଲି ପାର୍ଟି ମାନେ ତାଙ୍କ ରଣନୀତି ପ୍ରସ୍ତୁତ କରିବେ। ଯୁଦ୍ଧକୁ ଗଲାବେଳେ ସମସ୍ତେ ତାଙ୍କ ଷ୍ଟ୍ରାଟେଜି ମେଣ୍ଟେନ୍ କରିବେ। ଯିଏ ଲାଇଟଲି ନେବ ସେ ପ୍ରସ୍ଥାନ୍ତି ଆଗରେ। ସେଥିପାଇଁ ସମସ୍ତେ ତାଙ୍କ ରଣନୀତି ଆରମ୍ଭ। ଏଠି ଆଲୋଚନା ଆମର ଅଛି କିପରି ଭୋଟ୍ ଦେବୁ, କିଏ କାହାକୁ ଭୋଟ୍ ଦେବ। 3ଟି କ୍ୟାଣ୍ଡିଡେଟ୍ ଆମର ତାଙ୍କର ଗ୍ରୁପିଜିମ୍ ଆମର ହେବ, କେଉଁ ଗ୍ରୁପ୍ କେଉଁଠି ଭୋଟ୍ ଦେବ ତା ବିଷୟରେ ରଣନୀତି କରାହେବ। ଆପଣ ପାଇଁ ମଧ୍ୟ ପ୍ରଥମ ଥର ଲାଗି ଅନୁଭବ ଅଛି, ଏଇଟା ଅନୁଭବ କରିବାକୁ ଯାଉଛନ୍ତି, ଦେଖିବେ ଯେଉଁ କେମିତି ନିର୍ବାଚନ। ଆପଣ କେତେ କନଫିଡେନ୍ସ ଯେ ସଠିକ୍ ଢଙ୍ଗରେ ଭୋଟ୍ ଦେବେ, ଭୋଟ୍ ନାକଚ ଯେମିତି ନ ହେବ? ନିଶ୍ଚୟ ଆମେ ସଠିକ୍ ଢଙ୍ଗରେ ଭୋଟ୍ ଦେବୁ। କାହିଁକିନା ସମସ୍ତେ ଭୋଟର ଆଉ ସମସ୍ତେ ବିଧାୟକ ମାନେ ଏଜୁକେଟେଡ୍। ସେ ଆଉ ନାହାନ୍ତି ଯେ ଆଗ ଭଳି ଯେ ମାନେ ଭୁଲ ମିଷ୍ଟେକ୍ ହେଇଯିବ। ସମସ୍ତେ ଜାଣିଛନ୍ତି ସେ ପାରମ୍ପରିକ ହିସାବରେ ନିଶ୍ଚୟ କରେକ୍ଟ ୱେରେ ଭୋଟ୍ ଦେବେ। ନବନିର୍ବାଚିତ ଭୋଟର ଯେଉଁ ବିଧାୟକ ସମସ୍ତେ କହିବା ଯେ କନଫିଡେଣ୍ଟ ଅଛନ୍ତି? ସମସ୍ତେ କନଫିଡେନ୍ସ ଅଛନ୍ତି। କାହିଁକିନା ଆପଣ ଦେଖନ୍ତୁ ଯିଏ ବି ଭୋଟ୍ ଦେଇଛନ୍ତି ତାଙ୍କୁ ବି ୱାର୍କସପ୍ ଦିଆହେବ। କାହିଁକିନା ବିକଜ ବହୁତ ଦିନ ତଳେ ବି ଭୋଟ୍ ଦେଇଥିଲେ। ଆମର ଯେହେତୁ ବିଜେପି ବିରୋଧୀ ଦଳରେ ଥିଲେ କିନ୍ତୁ ବହୁତ ଚାନ୍ସ ବି ମଝିରେ ପାଇନଥିଲେ ଭୋଟ୍ ଦେବା ପାଇଁ। ବହୁତ ବିଧାୟକ ମାନେ ମଧ୍ୟ ନୂଆ ସବୁ ଭୋଟ୍। ଆପଣ ଦେଖନ୍ତୁ ଆମର ଯିଏ ପ୍ରାର୍ଥୀ ଅଛନ୍ତି ସମସ୍ତେ ଆସିବେ, ଆଲୋଚନା ମଧ୍ୟ ହେବ। ସାର୍ ମୁଖ୍ୟମନ୍ତ୍ରୀ ଆସୁଛନ୍ତି ମଧ୍ୟ? ନିଶ୍ଚୟ ମୁଖ୍ୟମନ୍ତ୍ରୀ ଆସିବେ, ସମସ୍ତେ ଆସିବେ ଭୋଟର ସମସ୍ତେ। ନା ସେଇଟା ତ ମୁଁ କହିପାରିବିନି, ତାଙ୍କ ଉପରେ ଡିପେଣ୍ଡ କରେ ସେ ଯେତେବେଳେ ଆସିବେ।